ପଲ୍ଲବୀ କହିବେ, ନାଇଁ ରୁବି ମାଉସୀ, ଏବେ ତ ମୋ ଲକ୍ଷ୍ୟ ପୁରା ପକ୍କା ହେଇ ସାରିଲାଣି। ମୁଁ ସେ ଏମଏଲ୍ଏକୁ କେବେ ବି ଛାଡ଼ିବିନି। ତାପରେ ରୁବି କହିବେ, ଦେଖ ପଲ୍ଲବୀ, ପଲିଟିସିଆନ୍ ମାନଙ୍କ ସହ ପଙ୍ଗା ନେଲେ ଘର ଜଳିଯିବ। ତେଣୁ ବେଶୀ ଚାଲାକ ଦେଖେଇ ହେବାକୁ ଚେଷ୍ଟା କରନି। ତା କେସ୍ ଛାଡ଼ିଦେ। ପୁଣି ପଲ୍ଲବୀ କହିବେ, ନା ମୁଁ ଛାଡ଼ିବିନି। ତାପରେ ଆନନ୍ଦ କହିବେ, ପଲ୍ଲବୀ ଠିକ୍ କହୁଛି, ସେ ଏ କେସ୍ ଛାଡ଼ିବା କଥା ନୁହଁ। ତାପରେ ମାୟା କହିବେ, କିନ୍ତୁ ମୁଁ ୟାକୁ ବାହାରକୁ ଯିବା ପାଇଁ କହିଛି, ଆଉ ୟାକୁ ମୋ ରୁଲ୍ ମାନି ଚଳିବାକୁ ପଡ଼ିବ। ଆଜି ପରଠୁ ପଲ୍ଲବୀ ଏ ଘରର କୌଣସି ପର୍ବପର୍ବାଣୀରେ ସାମିଲ ହବନି। ତାକୁ ରୋଷେଇ ଘରେ ପାଦ ରଖିବାକୁ ସୁଯୋଗ ବି ମିଳିବନି। ଜଣା ନାହିଁ କି ଗୁଣ୍ଡା ବଦମାସଙ୍କ ସାଙ୍ଗରେ ଲଢ଼େଇ କରି କୋଉ କୋଉ ଗଳି କନ୍ଦିରେ ବୁଲୁଛି। ଆଜି ଦଶହରା, ଆମେ ସମସ୍ତେ ମନେଇବା, କିନ୍ତୁ ପଲ୍ଲବୀ ତୁ ସିଧା ତୋ ରୁମକୁ ଯିବୁ। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି ମାମା। ଏମିତି କହି ପଲ୍ଲବୀ ଚାଲି ଯାଉଥିଲା ବେଳେ ପୁଣି ମାୟା କହିବେ, ରହ, ଏଇଟା ମୋ ଘର, ତୋ ଥାନା ନୁହେଁ। ଆଜି ଦଶହରା ପର୍ବ, ତେଣୁ ତୋ ଏ ଗନ୍ଧିଆ ଜୋତା ବାହାରେ ରଖିକି ଆସିବୁ। ତାପରେ ଆଦର୍ଶ ପଲ୍ଲବୀକୁ କହିବେ, ଥାଉ ପଲ୍ଲବୀ, ତମର ଏସବୁ କରିବା କିଛି ବି ଦରକାର ନାହିଁ। ତାପରେ ପଲ୍ଲବୀ କହିବେ, ନା ଆଦର୍ଶ, ମାମା ମୋ ଉପରେ ରାଗିବା ପାଇଁ ତାଙ୍କର ପୁରା ହକ୍ ଅଛି। ମୁଁ ସିନା ଗୋଟେ ସକ୍ସେସଫୁଲ ପୋଲିସ ଅଫିସର ହେଇପାରିଲିନି, କିନ୍ତୁ ଗୋଟେ ଆଦର୍ଶ ବୋହୂର କର୍ତ୍ତବ୍ୟ ମୋତେ କରିବାକୁ ଦିଅ। ମୁଁ ଦଶହରା ପାଳିବାରେ ସିନା ସାମିଲ ହେଇପାରିବିନି, କିନ୍ତୁ ମୁଁ ମାମାଙ୍କ ଆଦେଶ ତ ପାଳନ କରିପାରିବି। ଏମିତି କହି ପଲ୍ଲବୀ ଚାଲିଯିବେ, ଆଉ ରୁମକୁ ଯାଇ ଶୋଇବେ। ତାପରେ ସକାଳ ହେଲେ ମମତା ରୋଷେଇ ଘରକୁ ଆସି ରିମଝିମକୁ କହିବେ, ରିମଝିମ, ପଲ୍ଲବୀର ଟିଫିନ୍ ରେଡି ତ? ତାପରେ ରିମଝିମ କହିବେ, ହଁ ମା, ପ୍ରାୟ ରେଡି, କେବଳ ଡାଲମା ପଘାରିବାର ବାକି ଅଛି। ତାପରେ ମମତା କହିବେ, ଡାଲମା ମୁଁ ଫୁଟେଇ ଦେବି, ତୁ ଯା ଜଲ୍ଦି ଚା ତିଆରି କର, କାରଣ ପଲ୍ଲବୀ ଏବେ ଆସୁଥିବ। ତାପରେ ରୁବି ମାୟାକୁ କହିବେ, ଦେଖିଲୁ ତ ମାୟା, ତୁ ଘରକୁ ଫେରି ଆସିଲୁ, ଆଉ ଘରର ସବୁ ଦାୟିତ୍ୱ ତୋ ହାତକୁ ନେଲୁ। ତାପରେ ବି ସମସ୍ତେ କେମିତି ପଲ୍ଲବୀ ପଲ୍ଲବୀ ହଉଛନ୍ତି। ତାପରେ ପଲ୍ଲବୀ ଆସି ସିଧା ରୋଷେଇ ଘରକୁ ଯାଉଥିବେ। ତାପରେ ମମତା ଦେଖି କହିବେ, ରହ। ଏମିତି କହି ମାୟା ପଲ୍ଲବୀ ପାଖକୁ ଯାଇ ତାଙ୍କ ହାତକୁ ଧରି ଟାଣି ଆଣୁଥିବେ, ଆଉ କହିବେ, ତତେ କିଚେନ ଭିତରକୁ ଏଲାଉ ନାହିଁ, କାଲି କହିଥିଲି ନା। ତାପରେ ମମତା କହିବେ, ଦିଦି, ଏବେ ପୁଣି ପଲ୍ଲବୀ କ'ଣ ଭୁଲ କଲା? ପୁଣି ମାୟା କହିବେ, ଏଇଟା ହିଁ ତାର ପନିଶମେଣ୍ଟ। ତାପରେ ମମତା କହିବେ, କିନ୍ତୁ କାଲି ଦଶହରା ପୂଜାରେ ସମସ୍ତଙ୍କ ସହ ସାମିଲ ହେଇପାରିବନି କହି ତମେ ତାକୁ ସଜା ଦେଇ ସାରିଛ ଦିଦି। କାଲିର ପୂଜା କାଲି ପାଇଁ ଥିଲା ମମତା। ବୋହୂ ହବାର କର୍ତ୍ତବ୍ୟରେ ଏ ବାରମ୍ବାର ଫେଲ୍ ମାରୁଛି। ସେଇଥିପାଇଁ ୟାକୁ ପନିଶମେଣ୍ଟ ନିଶ୍ଚୟ ମିଳିବା ଦରକାର। ଯୋଉ ଝିଅ ଦିନସାରା ଗୁଣ୍ଡା ବଦମାସଙ୍କ ସାଙ୍ଗରେ ରହୁଛି, ତାର ନେଗେଟିଭ ଭାଇବ୍ସ ଘରକୁ ବା ମୋ କିଚେନକୁ ଆସିବା ଉଚିତ ନୁହେଁ। ସେଇଥିପାଇଁ ଆଜିଠୁ ଇଏ ମୋ କିଚେନ ଭିତରକୁ କେବେ ବି ଯାଇପାରିବନି।